ভোটর সচেতনতা এবং অংশগ্রহণ বৃদ্ধি নিমন্তে ব্যাপক করা যাଉଛି সুইপ অভিযান। প্রভাবশালী ব্যবস্থিত ভোটর শিক্ষা এবং নির্বাচন অংশগ্রহণ সুইপ মাধ্যমে জিল্লাপাল তথা জিলা নির্বাচন অধিকারী শ্রী আশিষ ঠাকরেଙ୍କ প্রত্যক্ষ তত্ত্বাবধাନରେ জিল্লাରେ ভোটর ହାର ବୃଦ୍ଧି ଓ ଜନସାଧାରଣଙ୍କୁ ଆଗାମୀ ନିର୍ବାଚନରେ ସାମିଲ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ଏଥି ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଇପ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ଯେପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘରକୁ ଘର ବୁଲି ପଥପ୍ରାନ୍ତ ନାଟକ ଗୋଷ୍ଠୀ ବୈଠକ କରି ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହ ଭୋଟର ସମ୍ପର୍କିତ ସେମାନଙ୍କ ପ୍ରଶ୍ନ ଗୁଡ଼ିକର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ଅବକାଶରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ସଚେତନତା ସଭା ଆୟୋଜନ କରାଯାଇ ସ୍ଥାନୀୟ ଯୁବ ତଥା ନୂତନ ମତଦାତାଙ୍କୁ ସାମିଲ କରାଯିବା ସହ ସକ୍ରିୟ ଭୋଟରେ ଅଂଶଗ୍ରହଣ ଉପରେ ଆଲୋଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସଦର ବ୍ଲକ ରସାଳପୁର ସ୍ଥିତ ଡକ୍ଟର ଯଦୁନାଥ ମହାବିଦ୍ୟାଳୟ, ଜଳେଶ୍ୱର ବ୍ଲକ ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ, ଜଳେଶ୍ୱର ମହିଳା ମହାବିଦ୍ୟାଳୟ, ଖଇରା ବ୍ଲକ ଅଧୀନସ୍ଥ ଖଇରା କଲେଜ ଏବଂ ବାଲିଆପାଳ ବ୍ଲକ ଠାରେ ନବନିର୍ମିତ ବୁଥ ଗୁଡ଼ିକରେ ସୁଇପ ଅଭିଯାନ ଅଧୀନରେ ୱାକଥନ, ସାଇକେଲ ରାଲି, ଦସ୍ତଖତ ଅଭିଯାନ, ପୋଷ୍ଟକାର୍ଡ ମାଧ୍ୟମରେ ଚିଠି, ନିର୍ବାଚନ ପାଠଶାଳା ଭଳି ଅନେକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଟର ମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁପ୍ରାଣିତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟେ ଭୋଟର ମହତ୍ତ୍ୱ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ସକ୍ରିୟ ଭାବେ ସୁଇପ ଅଭିଯାନରେ ସାମିଲ ହୋଇ ଆଗାମୀ ନିର୍ବାଚନକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ନିର୍ବାଚନ ପୂର୍ବରୁ ଏ ମହାବିଦ୍ୟାଳୟ ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି। ନୂଆ ଭୋଟରମାନଙ୍କୁ ଯୋଗଦାନ ଠାରୁ ଆରମ୍ଭ କରି ଭୋଟର ଡେରେ ଆମେ ମଧ୍ୟ ପିଲାମାନଙ୍କୁ ସଚେତନ କରିଛୁ। ସରକାରଙ୍କର ଉଦ୍ଦେଶ୍ୟ ଏବଂ ନିର୍ବାଚନ କମିଶନଙ୍କର ଉଦ୍ଦେଶ୍ୟ ଯେ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଆମର ଯେଉଁ ଭୋଟ ଦାନ ଅଧିକାରକୁ ଆମେ ସାବ୍ୟସ୍ତ କରିବା ଉଚିତ। ଅନେକ ସମୟରେ ଆପଣମାନେ ଦେଖୁଥିବେ ଯେ ପେପର ହେଉ ବା ଆମର ଭୋଟିଂ ସରିବା ପରେ ଆମର ଭୋଟିଂ ପରସେଣ୍ଟେଜଟା ହେଉଛି 60%, 40%, ଟାଣି ଉଟାରି 70%। ଗୋଟେ ରାଷ୍ଟ୍ରକୁ ନିର୍ମାଣ କରିବା ପାଇଁ ଆମେ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ଗ୍ରହଣ କରିଛୁ ତାହାକୁ ଅତି କମରେ 90 ଭାଗ 95 ଭାଗ କାଁ ଭାଁ 4-5 ଭାଗ ଲୋକ ନ ଆସିପାରନ୍ତି ଅଲଗା କଥା। 90ରୁ 95 ଭାଗ ଭୋଟର ମାନେ ତାର ଅଧିକାର ସାବ୍ୟସ୍ତ କରିବା ଉଚିତ। ଏବଂ ଅଧିକାର ଯଦି ବେଳେବେଳେ ଦେଖୁଥିବେ ଆପଣମାନେ ଯେ ଯେଉଁ ଆମ ଭିତରେ ଯେଉଁ ଯିଏ ଜିତିଲା ସେ 20-25% ଭୋଟ ଜିତୁଛି ଏବଂ ପ୍ରସ୍ତାବ ରହୁଛି ଯେ ମିନିମମ୍ 50% ପାଇବା ଦରକାର। 50% ପ୍ଲସ୍ ୱାନ୍ରେ ସେ ଲୋକକୁ ନିର୍ବାଚିତ କରିବା ଦରକାର। ଅନ୍ୟାନ୍ୟ ଦେଶରେ କରାଏ। ଯେହେତୁ ଆମର ଜନବହୁଳ ଦେଶ ଏଠି ସମସ୍ତେ ସଚେତନ ହେବା ଉଚିତ। 60-70 ବର୍ଷ ତଳେ ନିରକ୍ଷରତା ଥିଲା। ଆମ ପିଲାବେଳେ କହୁଥିଲେ ଝିଅ ବାହା ନ ହେବା ପର୍ଯ୍ୟନ୍ତ ଭୋଟ ଦେଇପାରିବ, କିନ୍ତୁ ଏବେ ପ୍ରାୟ ସମସ୍ତେ ଜାଣିଲେଣି ଯେ 18 ବର୍ଷ ହେଲେ ଆମେ ଭୋଟର ହେଇଗଲୁ। ଆପଣ ଠିକ ଭାବରେ ଜାଣିଛନ୍ତି ଯେ ଏଇ ପ୍ରୋଗ୍ରାମର ଆଜି ଯେ କରାଯାଇଛି, ସାର୍ ଯେମିତି କହୁଥିଲେ ଗଭର୍ଣ୍ଣମେଣ୍ଟ ଛୁଟି ଡିକ୍ଲେୟାର କଲା ପରେ ବି ଆପଣମାନଙ୍କୁ ସାର୍ ରଖିଛନ୍ତି ଯେ ଆଜି ଯେଉଁ ଆମର ମିଟିଂ ଆୟୋଜନ କରାଯାଇଥିଲା ଆପଣଙ୍କୁ ବୁଝାଇବା ପାଇଁ ଯେ ଆମର ଯେ ନିର୍ବାଚନର ପର୍ବ ଅଛି ତାକୁ କେମିତି ଆମ ଠିକ ଭାବରେ ମନେଇବା। ସତରେ ଏଟା ନିର୍ବାଚନରେ ପର୍ବ, ଦେଶର ଗର୍ବ ଯେଉଁ ସ୍ଲୋଗାନ ଅଛି ତାକୁ ଆମକୁ ନିହାତି ଭାବରେ ରକ୍ଷା କରିବାର ଅଛି। ଏବଂ ସାର୍ ଯାହା ବି କହୁଥିଲେ ଯେ ଏମିତି ଆୱାରନେସ୍ ପ୍ରୋଗ୍ରାମ ଏଇଥର ବୋଧେ ପ୍ରଥମ ଥର ଭାବେ ନିଆଯାଇଛି ଏବଂ ନଟ୍ ଓନ୍ଲି ଆପଣଙ୍କର ଏଇ ଜାଗାରେ ଅଲ୍ ଓଭର ଇଣ୍ଡିଆରେ, ଆମ ଓଡ଼ିଶା ରାଜ୍ୟରେ ତ ବଟେ ଏବଂ ଅଲ୍ ଓଭର ଇଣ୍ଡିଆରେ ଏମିତି ପ୍ରୋଗ୍ରାମ ନିଆଯାଇଛି ଯାହାର ନାଁ ଦିଆହେଇଛି ସୁଇପ୍ ଆକ୍ଟିଭିଟି। ଏବଂ ଯାହା ମେନ୍ ଉଦ୍ଦେଶ୍ୟ ହେଉଛି ସମସ୍ତ ଭୋଟର ମାନଙ୍କୁ ଆୱାରନେସ୍ କରିବାକୁ। ଯେଉଁ ଦିନ ଭୋଟର ଅଛି, ଯେଉଁଦିନ ମତଦାନର ଆମର ଦିନ ଧାର୍ଯ୍ୟ କରାହେଇଛି ସେଇ ଦିନକୁ ଛୁଟି ନ ମନେଇକି ଆମ ଠିକ୍ ଭାବରେ ସକାଳେ ଯାଇକି ଆମର ନିଜର ମତଦାନକୁ ଏନ୍ସିଓର କରାଇବା ଏବଂ ଠିକ୍ ଭାବରେ ଆମ ଯେମିତି ଭୋଟ ଦେଇପାରିବା ସେଇଟାକୁ ଆମ ଏନ୍ସିଓର କରାଇବା।